ପିଲାମାନେ ଆଜି ଆମେ ସ୍ତ୍ରୀ ପ୍ରତ୍ୟୟର ପ୍ରଶ୍ନୋତ୍ତର ବା ଯେଉଁ ଅଭ୍ୟାସଟିକୁ ଆଲୋଚନା କରିବା। ଦେଖ, ପ୍ରଥମେ 1 ନମ୍ବରରେ ଅଛି ସ୍ତ୍ରୀ ପ୍ରତ୍ୟୟାନ୍ତ ରୂପାଣୀ ଲିଖତ, ଅର୍ଥାତ୍ ତାର ରୂପ ଲେଖିବା, ସ୍ତ୍ରୀ ପ୍ରତ୍ୟୟାନ୍ତ ପଦ କରିବା। ଅଜ, ଅଜ ମାନେ ଛେଳି, ତାର ସ୍ତ୍ରୀଲିଙ୍ଗ ହେବ ଅଜା। ବ୍ୟାଘ୍ର, ବ୍ୟାଘ୍ରୀ। ସ୍ୱନ୍, ସ୍ୱନ୍ ମାନେ କୁକୁର, ତାର ସ୍ତ୍ରୀଲିଙ୍ଗ ହେବ ସୁନି। ଶ୍ୱଶୁର, ତାର ସ୍ତ୍ରୀଲିଙ୍ଗ ଶ୍ୱଶ୍ରୁଃ। ପିତୃ, ମାତୃ। ମାତାମହ, ମାତାମହୀ। ତତ୍, ତଦ୍ରବ ସା। ମେଷ, ମେଷା। ଚୌର, ଚୌରୀ। ସେବକ, ସେବିକା। ନର୍ତ୍ତକ, ନର୍ତ୍ତକୀ। ପାପ, ପାପା। ଗତ, ଗତା। କର୍ତ୍ତବ୍ୟ, କର୍ତ୍ତବ୍ୟା। ସେହିପରି ଦ୍ୱିତୀୟ ଲାଇନ୍ ଦେଖ, ଗୁରୁତର, ଗୁରୁତରା। ପ୍ରେଷ୍ଟ, ପ୍ରେଷ୍ଟା। ଜାୟସ୍, ଜାୟସୀ। ପଠିତବତ୍, ପଠିତବତୀ। ବୁଝିପାରିଲ? ଏବେ 2 ନମ୍ବରକୁ ଆସ। ଏକପଦେନ ଅର୍ଥଂ ପ୍ରକାଶୟତ। ବୁଝିପାରୁଛ? ଏକ ପଦରେ ଅର୍ଥ ପ୍ରକାଶ କରିବା, କାରଣ ଆମେ ଯେତେବେଳେ ସ୍ତ୍ରୀ ପ୍ରତ୍ୟୟ ପଢ଼ିଥିଲେ ତାର ଗୋଟେ ଗୋଟେ ଜାଗାରେ ଗୋଟେ ଶବ୍ଦର 2ଟି ଲେଖାଏଁ ସ୍ତ୍ରୀଲିଙ୍ଗରେ 2 ପ୍ରକାର ଭାବରେ ରୂପ ହୋଇପାରୁଥିଲା। ତାହେଲେ ଏବେ ତାର ଦେଖିବା, ତାର ଅର୍ଥ ସବୁ କ'ଣ ହେଉଛି, ଏକ ପଦରେ ଅର୍ଥ କରିକି ଦେଖିବା। କୃତ୍ରିମା ଭୂମି, କୃତ୍ରିମା ଭୂମି ହେବ ସ୍ଥଳା। ବୁଝିପାରିଲ? କୃତ୍ରିମା ଭୂମି ସ୍ଥଳା। ଇନ୍ଦ୍ରସ୍ୟ ଜାୟା, ଇନ୍ଦ୍ରଙ୍କର ପତ୍ନୀ କିଏ? ଇନ୍ଦ୍ରାଣୀ। ଶିବସ୍ୟ ପତ୍ନୀ ଶିବା। ଗୋପ ଜାତୀୟା ସ୍ତ୍ରୀ ହେଲେ ଗୋପା। ଲେଖକସ୍ୟ ସ୍ତ୍ରୀ ପ୍ରତ୍ୟୟ ରୂପମ୍ ଲେଖିକା। ଚଟକସ୍ୟ ସ୍ତ୍ରୀ ଚଟକା। ବିଦୁଷଃ ବିଦୁଷୀ। ସ୍ତ୍ରୀଲିଙ୍ଗ, ବିଦୁଷଃ ସ୍ତ୍ରୀଲିଙ୍ଗେ ରୂପମ୍ ବିଦୁଷୀ। ତାରୟତି ଯା ତାରିକା। କରୋତି ଯା କର୍ତ୍ତା। ଯା ଅଛି, ଯା ମାନେ ସ୍ତ୍ରୀଲିଙ୍ଗ, ତାହେଲେ କରୋତି ଯା କର୍ତ୍ରୀ। ସେମିତି ତାରୟତି ଯା ତାରିକା, ଠିକ୍ ଅଛି ସେଇଟା। ପଶ୍ଚିମାଦିକ୍ ପ୍ରତ୍ୟଜ୍ ବା ପ୍ରତ୍ୟଞ୍ଚି। ବୁଝିପାରିଲ? ଏବେ ଆମେ 3 ନମ୍ବରକୁ ଯିବା। 3 ନମ୍ବର କ'ଣ ଦେଇଛି? ସ୍ତମ୍ଭ ମେଳନମ୍ କୁରୁତ। କ ସ୍ତମ୍ଭ ସହିତ ଖ ସ୍ତମ୍ଭର କେଉଁ ଅର୍ଥ ହେଉଛି ତାକୁ ମିଳନ କରିବା। ରାଜ୍ञଃ ପତ୍ନୀ ରାଜ୍ଞୀ। ବୁଝିପାରୁଛ? ରାଜାଙ୍କର ପତ୍ନୀ ରାଣୀ, ଏଠି ରାଜ୍ଞୀ। ରକ୍ଷିତା ସ୍ତ୍ରୀ ପାଣି ଗୃହୀତା। ରକ୍ଷିତା ସ୍ତ୍ରୀ ପାଣି ଗୃହୀତା। ସେମିତି ସଧବା ନାରୀ, ସଧବା ନାରୀ ପତିବତ୍ନୀ। ବୁଝିପାରିଲ? ପଠତି ଯା ପଠନ୍ତି, ପଠନ୍ତି ଏଇଠି ଅଛି ଦେଖ, ପଠନ୍ତି। ବର୍ତ୍ତତେ ଯା ବର୍ତ୍ତମାନା, କେଉଁଠି ଅଛି ଦେଖ, ବର୍ତ୍ତମାନା, ବର୍ତ୍ତମାନା, ଏଇଠି ବର୍ତ୍ତମାନା। ସେହିପରି କୁମ୍ଭକାରସ୍ୟ ସ୍ତ୍ରୀ, କୁମ୍ଭକାରସ୍ୟ ସ୍ତ୍ରୀ କୁମ୍ଭକାରୀ। କୁମ୍ଭକାରୀ କାହିଁ? ଏଇଠି କୁମ୍ଭକାରୀ। ସେହିପରି ପୂର୍ବାଦିକ୍, ପୂର୍ବାଦିକ୍ ହେଲେ ପ୍ରାଚୀ। ପୂର୍ବ ଦିଗର ସ୍ତ୍ରୀଲିଙ୍ଗ ପ୍ରାଚୀ। ମହତ୍ ଅରଣ୍ୟମ୍, ମହତ୍ ଅରଣ୍ୟମ୍ ଅରଣ୍ୟାନୀ ହେଲା। ଯବନାନାମ୍ ଲିପି ଯବନାନୀ। ଦେବସ୍ୟ ସ୍ତ୍ରୀ, ଦେବସ୍ୟ ସ୍ତ୍ରୀ ଦେଖ ଦେବୀ ହେଲା। ମଘନଃ ସ୍ତ୍ରୀ ମଘୋନି। ସ୍ୱୟଂ ବ୍ୟାଖ୍ୟାତ୍ରୀ, ସ୍ୱୟଂ ବ୍ୟାଖ୍ୟାତ୍ରୀ ଆଚାର୍ଯ୍ୟା। ବୁଝିପାରିଲ? ତାହେଲେ କ ସ୍ତମ୍ଭର ଦେଇଛି ସ୍ତ୍ରୀ ପ୍ରତ୍ୟୟ ଲେଖିବା ପାଇଁ, ତାର ଏପଟେ ପୂର୍ଣ୍ଣ ଅର୍ଥ ଦେଇଛି, ତେଣୁ ତାକୁ ଆମେ ସେହିପରି ଭାବରେ ଜଏଣ୍ଟ କରିବା। ଏବେ 4 ନମ୍ବରକୁ ଆସ। ଅର୍ଥଭେଦ ଦର୍ଶାଅ, ଅର୍ଥଭେଦ ଦର୍ଶାଅ। ଉପାଧ୍ୟାୟା ଉପାଧ୍ୟାୟିନୀ। ଉପାଧ୍ୟାୟ ମାନେ ସ୍ୱୟଂ ଶିକ୍ଷୟିତ୍ରୀ। ଉପାଧ୍ୟାୟିନୀ କହିଲେ ଉପାଧ୍ୟାୟଙ୍କର ପତ୍ନୀ। ସେମିତି ବର୍ତ୍ତକା ବର୍ତ୍ତିକା। ବର୍ତ୍ତକା କହିଲେ ମାଇ ବତକ, ଆଉ ବର୍ତ୍ତିକା କହିଲେ କ'ଣ? ବଳିତା। ସେମିତି ବ୍ରହ୍ମାଣୀ ବ୍ରାହ୍ମଣୀ। ବ୍ରହ୍ମାଣୀ କହିଲେ ବ୍ରହ୍ମାଙ୍କର ପତ୍ନୀ, ଆଉ ବ୍ରାହ୍ମଣୀ କହିଲେ ବ୍ରାହ୍ମଣର ପତ୍ନୀ। ବୁଝିପାରିଲ? କେମିତି ଅର୍ଥଗତ ପାର୍ଥକ୍ୟ ରହୁଛି ଆ ଭିତରେ। ଗୋଟିଏ ଏଇଠି ଆକାର ଏପଟେ ହେଇଯାଇଛି, କିନ୍ତୁ ତା'ର ଅର୍ଥ କେମିତି ଅଲଗା। ବ୍ରହ୍ମାଣୀ କହିଲେ ବ୍ରହ୍ମାଙ୍କର ସ୍ତ୍ରୀ, ବ୍ରାହ୍ମଣୀ କହିଲେ ବ୍ରାହ୍ମଣର ପତ୍ନୀ। ଶୂଦ୍ରୀ ଶୂଦ୍ରା। ଶୂଦ୍ରୀ କହିଲେ ଶୂଦ୍ରର ସ୍ତ୍ରୀ ଶୂଦ୍ରୀ, କିନ୍ତୁ ଶୂଦ୍ରା ଶୂଦ୍ର ଜାତୀୟା ସ୍ତ୍ରୀ। ବୁଝିପାରିଲ? ପାଣି ଗୃହୀତା ପାଣି ଗୃହୀତି। ପାଣି ଗୃହୀତା କହିଲେ କ'ଣ?
ରଖିତା ସ୍ତ୍ରୀ ଆଉ ପାଣି ଗୃହୀତି କହିଲେ ବିବାହିତା ସ୍ତ୍ରୀ। ବୁଝିପାରିଲ, ପାଣି ଗୃହୀତି କହିଲେ ବିବାହିତା ସ୍ତ୍ରୀ ଆଉ ପାଣି ଗୃହୀତା କହିଲେ ରଖିତା ସ୍ତ୍ରୀ। ଏଇଠି ଦେଇଥିଲା ଦେଖ, ପାଣି ଗୃହୀତା କ'ଣ ଦେଇଛି ସେପଟେ? ରଖିତା ସ୍ତ୍ରୀ। ବୁଝିଗଲା। ସେପରି ପତିମତୀ ପତିବତ୍ନୀ। ପତିମତୀ କହିଲେ ପ୍ରଭୁଯୁକ୍ତା ନାରୀ, ମାନେ ଯେଉଁ ଦାସୀ, କିନ୍ତୁ ପତିବତ୍ନୀ କହିଲେ ସଧବା ନାରୀ। ବୁଝିପାରିଲ। ସୂର୍ଯ୍ୟା ସୂରୀ, ଅର୍ଥ ପାର୍ଥକ୍ୟ ଦର୍ଶାଅ। ସୂର୍ଯ୍ୟା ସୂରୀ। ସୂର୍ଯ୍ୟା କହିଲେ ସୂର୍ଯ୍ୟଙ୍କର ଦେବୀ ସ୍ତ୍ରୀ ଆଉ ସୂରୀ କହିଲେ ସୂର୍ଯ୍ୟଙ୍କର ମାନବୀ ସ୍ତ୍ରୀ। ସେହିପରି ସ୍ଥଳା ସ୍ଥଳୀ। ସ୍ଥଳା କହିଲେ ଆମର କୃତ୍ରିମା ଭୂମି ଆଉ ସ୍ଥଳୀ କହିଲେ ଅକୃତ୍ରିମା ବା ପ୍ରାକୃତିକ ଭୂମି। ବୁଝିପାରିଲ। ଏବେ 5 ନମ୍ବରକୁ ଆସ। 5 ନମ୍ବର କ'ଣ ଅଛି? ଆକାଶେ ଡ୍ୟାସ୍ ଶୋଭନ୍ତେ। ଏପଟେ ଦେଇଛି ତାରକାହା ତାରିକାହା। ତାହେଲେ ତାରକାହା ମାନେ ନକ୍ଷତ୍ର, ତେଣୁ ତାରିକା ମାନେ ରକ୍ଷାକର୍ତ୍ରୀ, ତେଣୁ ତାରକାହା ଲାଗିବ ନାହିଁ। ଆକାଶେ ତାରକାହା ଶୋଭନ୍ତେ। ଡ୍ୟାସ୍ ଛାତ୍ରାନ୍ ପାଠୟତି। କିଏ ଛାତ୍ରଙ୍କୁ ପଢ଼ାଉଛନ୍ତି? ନା ଉପାଧ୍ୟାୟା ଉପାଧ୍ୟାୟିନୀ। ଆମେ ଏଇନା ଅର୍ଥଗତ ପାର୍ଥକ୍ୟ କରିଥିଲେ। ଉପାଧ୍ୟାୟ କହିଲେ ଉପାଧ୍ୟାୟା କହିଲେ ସ୍ୱୟଂ ଶିକ୍ଷୟିତ୍ରୀ, ଉପାଧ୍ୟାୟିନୀ କହିଲେ ଶିକ୍ଷକ ଉପାଧ୍ୟାୟଙ୍କର ପତ୍ନୀ। ତାହେଲେ ଏଠି କିଏ ପଢ଼ାନ୍ତି? ନା ଉପାଧ୍ୟାୟା। ତାହେଲେ ଉପାଧ୍ୟାୟା ଛାତ୍ରାନ୍ ପାଠୟତି। ସେହିପରି ସୀତାରାମସ୍ୟ ଡ୍ୟାସ୍ ଆସୀତ୍। କ'ଣ ସେଇଟା ହେବ? ପାଣି ଗୃହୀତି, କାରଣ ପାଣି ଗୃହୀତି କହିଲେ ପତ୍ନୀ, କିନ୍ତୁ ପାଣି ଗୃହୀତା କହିଲେ ଦାସୀ ନାଇଁ। ଡ୍ୟାସ୍ ପତି ସେବାମ୍ କୁରୁତେ। କିଏ ପତି ସେବା କରୁଛି? ପତିବତ୍ନୀ ହେବ। ପତ୍ନୀ ମାନେ ସଧବା ନାରୀ ଆଉ ପତିମତୀ ମାନେ ଚାକରାଣୀ। ତାହେଲେ କିଏ ସେବା କରୁଛି? ନା ପତିବତ୍ନୀ ପତି ସେବାମ୍ କୁରୁତେ। ହଉ ପିଲାମାନେ, ତାପରେ ଦେଖ ଦ୍ରୌପଦୀ ହି ଡ୍ୟାସ୍ ଆସୀତ୍ ହେବ ପଞ୍ଚପତି। ତାପରେ 6ଟା ଦେଖ, ଅହମ୍ ଡ୍ୟାସ୍ ପଠିତୁମ୍ ଶକ୍ନୋମି। ଅହମ୍ ଯବନାନୀମ୍। ଯବନାନୀ ମାନେ ଯବନମାନଙ୍କର ଲିପି। ଆଚ୍ଛା, ଦେବଗଡ଼ସ୍ୟ ପ୍ରଧାନ ପାଠଃ ଡ୍ୟାସ୍ ଭବତି। ସ୍ଥଳା। ସ୍ଥଳା ମାନେ ପ୍ରାକୃତିକ ଭୂମି। କୁନ୍ତୀ ଡ୍ୟାସ୍ ଇତି ନାମ୍ନା ପରିଚିତା। ସୂରୀ। ସୂରୀ ମାନେ ସୂର୍ଯ୍ୟଙ୍କର ମାନବୀ ସ୍ତ୍ରୀ ହେଲା। ତାପରେ ବିଶ୍ୱବରା ଡ୍ୟାସ୍ ଆସୀତ୍। ଆଚାର୍ଯ୍ୟା। ଆଚାର୍ଯ୍ୟା ମାନେ ସ୍ୱୟଂ ଶିକ୍ଷୟିତ୍ରୀ ନାହିଁ। ଭକ୍ତାଃ ଡ୍ୟାସ୍ ପୂଜୟନ୍ତି। ବ୍ରହ୍ମାଣୀମ୍। ବ୍ରହ୍ମାଣୀମ୍ ଭକ୍ତମାନେ ବ୍ରହ୍ମାଣୀଙ୍କୁ ପୂଜା କରନ୍ତି, ବ୍ରହ୍ମାଙ୍କର ପତ୍ନୀ। ବୁଝିହେଲା। ଏବେ 6 ନମ୍ବର ଦେଖ, ବନ୍ଧନୀ ମଧ୍ୟାନ୍ତ ଶୁଦ୍ଧମ୍ ଉତ୍ତରମ୍ ନିରୂପୟତ। ବନ୍ଧନୀ ମଧ୍ୟରେ ଥିବା ପଦରୁ ଶୁଦ୍ଧ ଉତ୍ତର ନିରୂପଣ କର। ଅଗ୍ନେଃ ଜାୟା ଅଗ୍ନାୟୀ। ବୁଝିହେଲା। ଅକୃତ୍ରିମା ଭୂମି, ଏଇଟା ହେବ କ'ଣ? ସ୍ଥଳୀ। ବୁଝିହେଲା। ଶ୍ୱଶୁରସ୍ୟ ପତ୍ନୀ ଶ୍ୱଶ୍ରୁଃ। ଶ୍ୱଶୁରସ୍ୟ ପତ୍ନୀ ଶ୍ୱଶ୍ରୁଃ। ବୁଝିହେଲା। ତାପରେ ସେବତେ ଯା ସେବମାନା। ଶିକ୍ଷକସ୍ୟ ସ୍ତ୍ରୀଲିଙ୍ଗ ରୂପମ୍ ଶିକ୍ଷିକା। ବୁଝିହେଲା। ଚୌରସ୍ୟ ସ୍ତ୍ରୀ ପ୍ରତ୍ୟୟ ରୂପମ୍ ଚୌରୀ। ବରୁଣସ୍ୟ ସ୍ତ୍ରୀ ବରୁଣାନୀ। ମାତୁଃ ମାତା ମାତାମହୀ। ବୁଝିହେଲା। ଭବତି ଯା ଭବନ୍ତି। ବିରହ ପତି ଯସ୍ୟା। ଯାହାଙ୍କର କ'ଣ? ବୀରପତି, ତାହେଲେ ବୀରପତି। ବିରହ ପତି ଯସ୍ୟା। ଯସ୍ୟା ମାନେ ଯାହାଙ୍କର। ବୁଝିହେଲା। ଏବେ 7 ନମ୍ବର ଦେଖ, ଦିଗମ୍ବରୀମ୍ ନମାମି ଅଛି। ସେଟା ହେବ ସଂଶୋଧନ କର। ରେଖାଙ୍କିତ ପଦାନାମ୍ ବ୍ରହ୍ମ ସଂଶୋଧନମ୍ କୁରୁତ। ଦିଗମ୍ବରୀମ୍ ନମାମି ଅଛି, ସେଟା ହେବ ଦିଗମ୍ବରା। ଦିଗମ୍ବରାମ୍ ନମାମି। ଦେଖ, ଭବନ୍ତି ଭିକ୍ଷାମ୍ ଦେହି। ଭବନ୍ତି। ଭବନ୍ତି ମାନେ କ'ଣ ଏଠି? ଆପଣ। ଆପଣ ଭିକ୍ଷା ଦିଅନ୍ତୁ। ତାହେଲେ ସେ ଦେଇଛି ଉପରେ କ'ଣ ଦେଖ, ରେଖାଙ୍କିତ ପଦାନାମ୍ ବ୍ରହ୍ମ ସଂଶୋଧନମ୍ କୁରୁ। ତାହେଲେ ରେଖାଙ୍କିତ ପଦର ବ୍ରହ୍ମ ସଂଶୋଧନ କର। ଏଠି ଭବନ୍ତି ତ ସମ୍ବୋଧନରେ ରହିଯାଇଛି, ତାହେଲେ ଆମେ କରିବା ଭବତେ ନାଇଁ, ଭବତେ ଭିକ୍ଷାମ୍ ଦେହି। ଆଚ୍ଛା, ବାଳି ଖେଳତି ପ୍ରାନ୍ତରେ। ବାଳି ଅଛି, ବାଳି ତ ହୁଏନି, ବାଳର ସ୍ତ୍ରୀଲିଙ୍ଗ ହେଉଛି ବାଳା। ବାଳା ଖେଳତି ପ୍ରାନ୍ତରେ। ତାପରେ ଦେଇଛି ଅକେଶୀ ବାଳା ନୃତ୍ୟତି। ଅକେଶୀ ହେବନି, ସେଟା ହେବ ଅକେଶା। ଅକେଶା ବାଳା ନୃତ୍ୟତି। ପାର୍ବତୀ ଶିବାନୀ ଇତି ଉଚ୍ୟତେ। ଶିବାନୀ ନୁହେଁ,
ଶିବା, ତାହେଲେ ପାର୍ବତୀ ଶିବା ଇତି ଉଚ୍ୟତେ। ସ୍କନ୍ଧେ ବର୍ଣ୍ଣିକା ଶୋଭତେ, ବର୍ଣ୍ଣକା, ବର୍ଣ୍ଣକା ମାନେ ଉତ୍ତରୀୟ ହେଲା। ମମ ଜନନୀ ସଭାନେତ୍ରୀ ଆसीତ୍, ସଭାନେତ୍ରୀ ହି, ତ୍ରରେ ହର୍ଷେ ବିସର୍ଗ। ଛାୟାଦେବୀ ସୂରୀ ଭବତି, ଛାୟାଦେବୀ ସୂର୍ଯ୍ୟା, ସୂର୍ଯ୍ୟଙ୍କର ଦେବୀ ସ୍ତ୍ରୀ, ତେଣୁ ଛାୟାଦେବୀ ସୂର୍ଯ୍ୟା ଭବତି। ପ୍ରତୀଚ୍ୟାମ୍ ସୂର୍ଯ୍ୟ ଉଦେତି, ପ୍ରତୀଚ୍ୟ ମାନେ ପଶ୍ଚିମ ଦିଗରେ ଆମର କ'ଣ ହେବ, ପ୍ରାଚ୍ୟମ୍ ମାନେ ପ୍ରାଚୀ, ପ୍ରାକ୍ ଦିଗରେ, ପୂର୍ବ ଦିଗରେ, ତାହେଲେ ପ୍ରାଚ୍ୟମ୍ ସୂର୍ଯ୍ୟ ଉଦେତି। ବିଦ୍ୱାନୀ ଗୀତାମ୍ ପଠତି, ବିଦ୍ୱାନୀ ହୁଏନି, ସେଇଟା କ'ଣ ହେବ ବିଦୁଷୀ, ବିଦୁଷୀ ଗୀତାମ୍ ପଠତି। ପିଲାମାନେ ହେଲା, ଏଇଟା ଥିଲା କ'ଣ ବ୍ରହ୍ମ ସଂଶୋଧନ କର। ତେଣୁ ଆ ଭିତରୁ ଆମେ ନିଶ୍ଚିତ ଭାବରେ ସ୍ତ୍ରୀ ପ୍ରତ୍ୟୟରୁ ବହୁତ କଥା ପଢ଼ିଲେ ଓଡ଼ିଆରେ, ଆଉ ସଂସ୍କୃତିର ସହିତ ପ୍ରାୟ ସାମଞ୍ଜସ୍ୟ ରହିଛି। ତେଣୁ ଏଗୁଡ଼ିକୁ ଭଲ ଭାବରେ ଦେଖିବ ଏବଂ ଅଭ୍ୟାସ କରିବ।